शारोन देश का गुलाब है, तराइयों में का शोषण प्रेम निष्कपट हेउ जहाँ उत्तम सेथिरे आसक्त हुओ बोली ईश्वर वाक्य आम्भे माने देखो। एई 12 अध्याय 9 पदरु ताहार 13 पद पर्यंत सेठारे अनेक विशेष विशेष कथा लेखा जाइछि। तन्मध्यरु गतकाली मु 2 गोटी कथा उपरे आंशिक वाक्यर परिचर्चा करिथि। आज संभवतः आउ 2 गोटी कथा संबंधरे जहा अत्यावश्यक ताहा आम्भे माने अध्ययन करिबा। आजिर प्रथम ध्यानर विषय हेबो जहा मंद ताहा घृणा कर, जहा उत्तम सेठिरे आसक्त हुओ। प्रभु को लोक माने बाइबल आम्भ मानकु परामर्श दिए जहा उत्तम सेठिरे आसक्त हेबा पाई मो आपण मानकु अनेक उत्तम विषय कथा मध्यरु 5 गोटी कथा कहिबी जहा की अत्यावश्यक एवं उत्तम विषय जेउथिरे आम्भ मानकु आसक्त हेबा निहाती आवश्यक अटे। प्रभु को नामर धन्यवाद है। प्रभु को लोक माने बाइबल आम्भे माने देखो जे उत्तम विषय सकल जेउथिरे आसक्त हेबा दरकार जहाँकि आम्भ मानकु आत्मिक जीवन शीतल हेबाकु देब नाई, जहाँकि आम्भ मानकु प्रभु आगमन समय हाथ छोड़ा हेबाकु देब नाई। एहिपरि अनेक उत्तम उत्तम विषय आम्भ मानकु आसक्त हेबा दरकार। मो एई 5 गोटी कथा कहिबा पूर्वरु कहिबी आसक्त एक अनुभव जहाँ अति प्रेम थिले ही होइथाय। जदि काहारी को जदि कौनसी विषय प्रति प्रेम नहीं, आग्रह नहीं, आतुरता नहीं, प्रभु को लोक माने से व्यक्ति बा से विषय प्रति आसक्त भाव हेबो नाही। आजिकाली रो जुगरे युवा माने मोबाइल रे बहुत आसक्त, आओ केही केही आओ किछि किछि विषय रे अति आसक्त। एई जेउ विषय जेउथिरे आमर लोक माने अति आसक्त हुअन्ति, ईश्वर लोक माने शुणन्तु आसक्त हेबा पाई हेले सेई विषय प्रति प्रेम रहिबा दरकार। नहेले आसक्त भाव आसे नाई। से दुनियार विषय हेउ से ईश्वर विषय हेउ, जदि आसक्त उत्तम विषय आमे हेबाकु चाहूछु से विषय प्रति भितरु प्रेम जागृत हेबा दरकार।
ପାଞ୍ଚ ମୁଖ୍ୟ କଥା ମଧ୍ୟରୁ ପ୍ରଥମ ହେଲା ପ୍ରଭୁଙ୍କ ସାନ୍ନିଧ୍ୟରେ ଆସକ୍ତ ହେବା, ଯାହାକି ଏକ ଉତ୍ତମ ବିଷୟ। ବାହାର କରନ୍ତୁ ଲୁକ ସୁସମାଚାର 10 ଅଧ୍ୟାୟ ତାର 42 ପଦରେ କୁହାଗଲା, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରୟୋଜନ ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ପ୍ରଭୁଙ୍କ ଲୋକମାନେ ଆମେ ମରିୟମର କଥା କିଏ ନ ଜାଣୁ। ଯେତେବେଳେ ଯୀଶୁ ମରିୟମଙ୍କ ଘରକୁ ଗଲେ, ମରିୟମ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଛନ୍ତି। ମାର୍ଥା ପରିଚର୍ୟାରେ ବହୁତ ବ୍ୟତିବ୍ୟସ୍ତ। ମାର୍ଥା ଯୀଶୁକୁ କହୁଛି, ପ୍ରଭୁ ମୋ ଭଉଣୀକୁ ଟିକେ ପଠେଇ ଦିଅନ୍ତୁ। ତାର ଅର୍ଥ ମୁଁ କହିଲେ ହୁଏତ ଆସିପାରେ, ଆସି ନପାରେ, ଭଉଣୀକୁ ଆପଣ ପଠେଇ ଦିଅନ୍ତୁ। ମୁଁ ତ ବାକ୍ୟ ଶୁଣେ ନାହିଁ, ସିଏ ମଧ୍ୟ ନ ଶୁଣେ। ମୁଁ ତ ଶୁଣୁ ନାହିଁ, ସେ ମଧ୍ୟ ନ ଶୁଣୁ। ଯୀଶୁ କହିଲେ, ମାର୍ଥା ବହୁତ ବିଷୟରେ ଚିନ୍ତିତ। ପ୍ରଭୁଙ୍କ ଲୋକମାନେ ମାର୍ଥା ଯାହା କରୁଥିଲା ତାହା ଭୁଲ ନଥିଲା, କିନ୍ତୁ ସେହି ସମୟ ପାଇଁ ତାହା ଏତେ ଜରୁରୀ ନଥିଲା। ସେହି ସମୟ ପାଇଁ ଅତି ଜରୁରୀ ଥିଲା କି ଯୀଶୁଙ୍କ ପାଦ ତଳେ ବସିବା। ମାର୍ଥା ଆଉ ମରିୟମ ଦୁଇ ଜଣ ଯାକ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ଅଛନ୍ତି। ଦୁଇ ପ୍ରକାରର ଲୋକକୁ ଆମେ ମଣ୍ଡଳୀ ଭିତରେ ଦେଖୁ। ଦଳେ ହେଲେ ମାର୍ଥା ପରି ବୋଲି କହିଲେ କିଏ? ଯେଉଁମାନେ ଯୀଶୁଙ୍କ ପାଇଁ ବ୍ୟସ୍ତ। ମରିୟମ ବୋଲି କହିଲେ କିଏ? ଯେଉଁମାନେ ଯୀଶୁଙ୍କ ସହିତ ବ୍ୟସ୍ତ। ମାର୍କ ତାହାର 3 ଅଧ୍ୟାୟର ତାର 11, 12, 13 ପଦ ଯଦି ଆମେ ପଢିବା, ଯୀଶୁ ଦ୍ୱାଦଶଙ୍କୁ ମନୋନୀତ କଲେ। ପ୍ରଭୁଙ୍କ ଲୋକମାନେ ଦୁଇ ପ୍ରକାରର କାମ ପାଇଁ। ଗୋଟିଏ କାମ ହେଲା କି ସେମାନେ ତାଙ୍କ ସାଙ୍ଗରେ ରହିବେ, ଆଉ ଗୋଟିଏ କାମ ହେଲା ସେମାନଙ୍କୁ ପଠାଇବେ। 3:14 ପଦ ଖାଲି ପଢନ୍ତୁ। ଦୁଇ ପ୍ରକାରର ଉଦ୍ଦେଶ୍ୟ। ଯୀଶୁ ଖ୍ରୀଷ୍ଟ 12 ଶିଷ୍ୟଙ୍କୁ ମନୋନୀତ କଲେ। ଦୁଇ ପ୍ରକାରର ଉଦ୍ଦେଶ୍ୟ। ଗୋଟିଏ ହେଲା ସେମାନେ ଯୀଶୁଙ୍କ ସାଙ୍ଗରେ ରହିବେ। ଯୀଶୁ ଗେତ୍ସେମନୀକୁ ଗଲେ, ଗେତ୍ସେମନୀକୁ ଯିବେ। ଯୀଶୁ ପର୍ବତ ଉପରକୁ ଗଲେ, ମାନେ ପର୍ବତକୁ ଯିବେ। ଯୀଶୁ ସମୁଦ୍ରକୁ ଗଲେ, ମାନେ ସମୁଦ୍ରକୁ ଯିବେ। ଯୀଶୁଙ୍କ ସାଙ୍ଗରେ ରହିବେ। ପ୍ରଭୁଙ୍କ ଲୋକମାନେ ଆଜି ଅନେକ ଆମେମାନେ ଯୀଶୁଙ୍କ ସହିତ ରହୁନାଉ। ଯୀଶୁଙ୍କ ପାଇଁ ଖାଲି ଦୌଡୁଥାଉଛୁ, ଯୀଶୁଙ୍କ ଉଦ୍ଦେଶ୍ୟରେ ଦୌଡୁଥାଉଛୁ। ଏଣୁ ଇଂଲିଶରେ କୁହାଯାଇପାରିବ ବିଜି ଫର ଜିସସ୍, ବିଜି ୱିଥ୍ ଜିସସ୍। ଦୁଇଟି ଭିତରୁ କେଉଁଟା ଉତ୍ତମ? ପ୍ରଭୁଙ୍କ ସାଙ୍ଗରେ ରହିବା। ପ୍ରଭୁଙ୍କ ଲୋକମାନେ ଯଦି ପ୍ରଭୁଙ୍କ ସାନ୍ନିଧ୍ୟ ଆମ ଜୀବନରେ ନାହିଁ, ଆଉ ଯଦି କେବଳ ପ୍ରଭୁଙ୍କ କାମରେ ହିଁ ଆମେ ବହୁତ ବ୍ୟସ୍ତ ଅଛୁ, ଆମେ ହୁଏତ ଉତ୍ତମ ଭାବରେ ନିଜକୁ ଦେଖି ପାରୁନାହୁଁ। ପ୍ରଭୁଙ୍କ ସାନ୍ନିଧ୍ୟ ଏତେ ମୂଲ୍ୟବାନ। ସେ ଜାଗାରେ ଏମିତି ହେଇପାରିଥାନ୍ତା, ମାର୍ଥା ମଧ୍ୟ ଆସିକି ବସି ପାରିଥାନ୍ତା, ବାକ୍ୟ ଶୁଣି ପାରିଥାନ୍ତା। ଯେତେବେଳେ ବାକ୍ୟ ସରିଥାନ୍ତା, ଖାଇବା କଥା ଆସିଥାନ୍ତା, ସେତେବେଳେ ପ୍ରଭୁଙ୍କ ପାଇଁ କଣ ଅସମ୍ଭବ ଅଟେ? ପ୍ରଭୁଙ୍କ ଲୋକମାନେ ଯେଉଁ କାମ ଅନେକ ପ୍ରଭୁଙ୍କ ଲୋକମାନେ 10 ଘଣ୍ଟା କେବଳ ବୁଲୁଥାନ୍ତି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରାର୍ଥନାରେ ନ ବସି, ଉପବାସରେ ନ ବସି, ପ୍ରଭୁଙ୍କ ସାନ୍ନିଧ୍ୟରେ ନ ବସି, କେବଳ ଦିନ ରାତି ଯେଉଁମାନେ ଦୌଡୁଛନ୍ତି, ଶୁଣନ୍ତୁ, ଆପଣଙ୍କର ସବୁ ପରିଶ୍ରମ ଏତେ କରିକି ମଧ୍ୟ ଯାହା ହେଇପାରିବ ନାହିଁ। ପ୍ରଭୁଙ୍କ ସାନ୍ନିଧ୍ୟରେ ଟିକେ କ୍ୱାଲିଟି
ईश्वर सानिध्यर महत्व को मूसा बुझी जितेबले परमेश्वर कहले मूसा आमे एमान संगे चलू ना कौन कहते मूसा पढ़ु यात्रा 33:14-15 कहले आमर श्रीमुख तुम्भ सहित गमन करेंगे पुणी आम तुम्हें विश्राम देव कहले से कहले जब तुम्हार श्रीमुख मोह सहित गमन न करती तेरे ए स्थान आम मन को नहीं जाओ ना कारण तुम्हार यही लोक मैंने तुम दृष्टि अनुग्रह पात्र होइए कहीं जनाजिव जपरी मु तुम्हार लोक मैंने पृथ्वीस्थ समस्त लोक विशेष लोक हेबा आम मान सहित तुम्हार गमन द्वारा कि यह जना जाए नहीं देखु प्रमुख लोक मैंने एठारे कौन हेउछि परमेश्वर कहउछंती मूसा को आंभर श्रीमुख तुम सहित गमन करिवे आंभे तुम्भको विश्राम देवा 15 पदरे मूसा कहउछंती प्रभु जेबे तुम्भर श्रीमुख मो सहित गमन न करती ए स्थान आमको आगको नहीं जाओ ना कारण मु तुमर लोक माने जे तुम दृष्टि अनुग्रह पात्र होबे कहीं जना जीव ताने प्रभु आम सांगरे नथिले अनुग्रहर पात्र पात्री आमे हे पारिबा नै तापरे गोटे बहुत ओजनिया कथा कहउछंती जेबोली मु वो तुम्भर लोक माने पृथ्वी समस्त लोक ठारू विशेष लोक हेबा आंभ मानकर सहित तुमर गमन द्वारा कि एहा जना जाए नहीं प्रभु को लोक माने मूसा कहउछंती प्रभु पृथ्वी रे आमे विशेष लोक समुदाय पृथ्वी रे आमे विशेष लोक हेबु एहार रहस्य एहाते कि तुमे आम सहित चलिबो मु आपण मानकु कहिबा पई चाहे आपण जेते टैलेंटेड होंतु आपण जेते ब्रिलियंट होंतु आपण जेते जहा भी परिश्रम करंतु यदि प्रभु आपण सहित चलिबे नाई आपण पृथ्वी रे विशेष काम करि पारिबे नाई मु युवा गोष्ठी को कहिबा पई चाहे प्रभु को लोक मान को कहिबा पई चाहे जदि केही समुदाय पृथ्वी रे सुनंतु मूसा को ईश्वर आमर ईश्वर जदि मूसा कहउछंती आमे भी कहि पारिबा जदि परमेश्वर को श्रीमुख आम सहित गमन करिबो समुदाय पृथ्वी रे आमे माने मध्य विशेष लोक हे पारिबा प्रभु को श्रीमुख एते मूल्यवान मूसा कहिथिबा ए कथा को जड़े बाइबल विद्वान कहउछंती मूसा कहउछंती प्रभु तुमे जदि जीवन से देश हमको दियो ना से जगह रे जदि आम लोक माने हेथिले कोन कहिथि मूसा को प्रभु किना देशर मालिक करबा को जाउथले से देशर उच्चस्थली पर्वत से देशर सबु घर से देशर जमीबाड़ी सबु संपत्ति इस्राएल मान देवा को जाउथले जदि कौन सांसारिक मना लोक होता ठीक अच्छे प्रभु तुम्हें तो ए जाए आनिल एबे ठीक अच्छी तुम्हें न आसिले चलो आमको घर मिल जाओ आमको से देश मिल जाओ आमको से जमी बाड़ी मिल जाओ प्रभु को लोक मैंने मूसा जानी देश मिलू न मिलू घर मिलू न मिलू जमी बाड़ी मिलू न मिलू प्रभु जदि अच्छी ताहेले ताहा आम पाई यथेष्ट पृथ्वी मध्य आम विशेष लोक हो पारिबा यदि प्रभु आम संगे अच्छे प्रभु लोक मैंने एणुक यीशु कहले मार्था गोटे विषय प्रयोजन
ଆଉ ମରିୟମ ଉତ୍ତମ ଭାବେ ମନୋନୀତ କରିଅଛି। ପ୍ରଭୁଙ୍କ ଲୋକମାନେ କେତେ ଆମେ ପ୍ରଭୁଙ୍କ ସାନ୍ନିଧ୍ୟକୁ ପ୍ରିୟ ମନେ କରୁଅଛୁ। ଆମେ ଯେତେ ବ୍ୟସ୍ତ ହେଉ, ଯେତେ 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 ଆମର ସେବା କାର୍ଯ୍ୟର ବ୍ୟସ୍ତତା ଥାଉ ନା କାହିଁକି, ତାଙ୍କ ସାନ୍ନିଧ୍ୟ ଆମର ସକଳ କର୍ମ ଠାରୁ ଆମର ପ୍ରଥମ କର୍ମ ହେବା ଦରକାର। ଏହା ପ୍ରଥମ ଉତ୍ତମ ବିଷୟ। ଦ୍ୱିତୀୟ, ଆଜ୍ଞାବହତା। ଯଦି ଆମେ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହେଉନାହୁଁ ଆଉ ବହୁତ ପ୍ରଭୁଙ୍କ କାମ କରି ଚାଲିଛୁ, ବହୁତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଠିକ ମାର୍ଥା ମରିୟମ ପରି ଏଠାରେ ମଧ୍ୟ ଗୋଟିଏ ଘଟଣା ଅଛି। ପ୍ରଥମ ସାମୁଏଲ ବାହାର କରନ୍ତୁ, ତାହାର 15 ଅଧ୍ୟାୟ ତାର 22 ପଦ। କହିଲେ ସାମୁଏଲ କହିଲେ, ଯେପରି ସଦାପ୍ରଭୁଙ୍କର ବାଣୀ ଶୁଣିବାରେ ସେହିପରି ଭାବ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ। ଦେଖ, ଶୁଣିବା ବଳିଦାନ ଠାରୁ ଓ ମନୋଯୋଗୀ ହେବା ମେଷମେଦ ଠାରୁ ଉତ୍ତମ। ଶୁଣିବା। ପରମେଶ୍ୱର ସାଉଲଙ୍କୁ କହିଲେ, ସାଉଲ ତୁମେ ଅମାଲିକୀୟ ମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବ। ଆଉ ସାଉଲ ସମ୍ପୂର୍ଣ୍ଣ ସଂହାର କଲେ ନାହିଁ। ସାଉଲ କଣ କରିଛନ୍ତି? ତାଙ୍କ ଦୃଷ୍ଟିରେ ଯେଉଁ ଯେଉଁ ପଶୁ ଉତ୍ତମ ଦେଖାଗଲେ, ତାଙ୍କ ଦୃଷ୍ଟିରେ ଯେଉଁ ଯେଉଁ ପଶୁ ଉତ୍ତମ ଦେଖାଗଲେ, ସେହି ପଶୁ ମାନଙ୍କୁ ସେ ବଂଶାଇ ଆଣିଛନ୍ତି। ପରନ୍ତୁ ତାହାର 9 ପଦ। ମାତ୍ର ସାଉଲ ଓ ଲୋକମାନେ ଅଗାଧ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୃଷ୍ଟ ବାଛୁରୀ ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟାକରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ନାହିଁ। ମାତ୍ର ଯାହା କିଛି ତୁଚ୍ଛ ଓ ରୋଗ ଥିଲା ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ। ନିଜ ଦୃଷ୍ଟିରେ ଉତ୍ତମ। ବେଳେ ବେଳେ ଆମ୍ଭେମାନେ ନିଜ ସୁବିବେଚନାରେ ଆଉଜି ପଡୁ। ପ୍ରଭୁଙ୍କ ଲୋକମାନେ ଏଠାରେ 2 ପ୍ରକାର ଉତ୍ତମ ବିଷୟ ଉଲ୍ଲେଖ କରାଯାଇଛି। ଇନଫ୍ୟାକ୍ଟ 3 ପ୍ରକାର ଉତ୍ତମ କଥା। ତୃତୀୟ କଥା ମୁଁ ଟିକେ ପରେ କହିବି। ଏଇ ଘଟଣାରେ 2 ପ୍ରକାର ଉତ୍ତମ କଥା ଏବେ କହୁଛି, ଟିକେ ପରେ କହିବି ତୃତୀୟ ଉତ୍ତମ କଥା କଣ। ଶୁଣନ୍ତୁ, ଗୋଟିଏ ହେଲା ସାଉଲ ଦୃଷ୍ଟିରେ ଉତ୍ତମ, ଆଉ ଗୋଟିଏ ହେଲା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ। ସାଉଲ ଦୃଷ୍ଟିରେ ଯାହା ଉତ୍ତମ ଥିଲା ତାହା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ନାହିଁ। ଶୁଣନ୍ତୁ, ସାଉଲ ଦୃଷ୍ଟିରେ ଯାହା ଉତ୍ତମ ଥିଲା ଏହା ସାଉଲର ନିଜର ପସନ୍ଦ ଥିଲା, ଏହା ସାଉଲର ନିଜର ଚଏସ୍ ଥିଲା, ଏହା ସାଉଲର ନିଜର ଇଚ୍ଛା ଥିଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସାଉଲ ସେ ଜାଗାରେ କୌଣସି କୁକର୍ମ, ବ୍ୟଭିଚାର କର୍ମ, ମଦ୍ୟପାନ କିମ୍ବା ହତ୍ୟା କୌଣସି ପାପ କରିନାହିଁ। ସାଉଲ ସେଇ ଜାଗାରେ ଈଶ୍ୱରଙ୍କ ଇଚ୍ଛାକୁ ବୁଝି ପାରିନାହିଁ। ସାଉଲକୁ ଯାହା ଭଲ ଲାଗିଲା, ତାକୁ ଯାହା ଭଲ ଲାଗିଲା ସେ ଯାହା କଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯୁବାମାନେ ବେଳେ ବେଳେ ତୁମକୁ ବହୁତ କିଛି ଭଲ ଲାଗିପାରେ, ଯାହାକି ପୁରୁଣା ଲୋକମାନଙ୍କୁ, ବାଳକମାନଙ୍କୁ, ଈଶ୍ୱରଙ୍କ ଲୋକମାନଙ୍କୁ ଭଲ ଲାଗିନପାରେ। ଯାହା ତୁମକୁ ଭଲ ଲାଗୁଛି ଜରୁରୀ ନୁହେଁ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଭଲ ଅଟେ। ଯାହା ସାଉଲକୁ ଉତ୍ତମ ଦେଖାଗଲା ତାହା ଈଶ୍ୱରଙ୍କ ଦୃଷ୍ଟିରେ ଈଶ୍ୱରଙ୍କୁ ଦୁଃଖ ଜନ୍ମାଇଲା। ପରନ୍ତୁ କଣ ହେଇଛି? ଏତେ ଦୁଃଖିତ ଅନୁଭବ କଲେ। ପରନ୍ତୁ 11 ପଦ, ଆମ୍ଭେ ଯେ ସାଉଲକୁ ରାଜା କଲୁ ଏଥିପାଇଁ ଆମ୍ଭେ ଦୁଃଖିତ। ପରମେଶ୍ୱର ସାମୁଏଲକୁ କହିଲେ, ଆମେ ସାଉଲକୁ ରାଜା କରିକି ଦୁଃଖିତ। ତହିଁରେ କଣ ହେଇଛି? ପରନ୍ତୁ ତଳକୁ, କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରିନାହିଁ। ଏଥିରେ ସାମୁଏଲ କ୍ରୁଦ୍ଧ ହେଲେ, ତଥାପି ସମସ୍ତ ରାତ୍ରି ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମସ୍ତ ରାତ୍ରି ପ୍ରଭୁଙ୍କ ଲୋକମାନେ, ଯୁବା ଯୁବତୀ ମାନେ ହେଇପାରେ ଦୁନିଆର ଅନେକ ଚମକ ଧମକ, ଦୁନିଆର ଗ୍ଲାମରସ୍, ଦୁନିଆର ରଙ୍ଗରସ ହେଇପାରେ ତୁମକୁ ଉତ୍ତମ ଲାଗିପାରେ, କିନ୍ତୁ ମନେ ରଖନ୍ତୁ, ଯଦି ତା ଈଶ୍ୱରଙ୍କ ବାକ୍ୟାନୁସାରେ ନୁହେଁ ତେବେ ତାହା ତୁମକୁ ଉତ୍ତମ
କହିଲେ ତାହା ଉତ୍ତମ ନୁହେଁ। ଯାହାକୁ ସେ ବଞ୍ଚାଇ ରଖିଥିଲା ପ୍ରଭୁ ତାହାକୁ ମାରିବା ପାଇଁ କହିଛନ୍ତି। ନୂତନ ନିୟମରେ ଠିକ୍ ସେମିତି ପ୍ରଭୁ ଅନେକ ବିଷୟକୁ ମାରିବା ପାଇଁ କହିଛନ୍ତି। ଆମେ ସେଗୁଡ଼ାକୁ ଦୟା ଦେଖାଇ ବଞ୍ଚେଇ ରଖିଛୁ। ନୂତନ ନିୟମରେ କୁହାଗଲା ବଧ କରିବା ପାଇଁ, ମାରିବା ପାଇଁ। କାହାକୁ ମାରିବା ପାଇଁ? ପ୍ରଭୁଙ୍କ ଲୋକମାନେ। ରୋମିଓ 6:6-7 ପୁରାତନ ସ୍ୱଭାବକୁ ମାରିବା ପାଇଁ। ଗାଲାତୀୟ ତାହାର 5:24 କାମନା ଅଭିଳାଷକୁ ମାରିବା ପାଇଁ। ଗାଲାତୀୟ 6:14 ସାଂସାରିକତା ଜଗତକୁ ମାରିବା ପାଇଁ। ଗାଲାତୀୟ 2:20 ନିଜକୁ ମାରିବା ପାଇଁ। ଯଦି ଆମେ ଏସବୁକୁ ନ ମାରିକି ଆମେ ଶରୀରର ଭୋଗ ବିଳାସ ଯାହା ଆମକୁ ବହୁତ ଭଲ ଲାଗୁଛି, ଯାହା ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଅଟେ, ଯଦି ସେଇ ସବୁକୁ ଆମେ ନ ମାରିକି ବଞ୍ଚାଇ ରଖିଅଛୁ ଆଉ ଜଗରେ ଚାଲିଅଛୁ। ସାମୁଏଲ କିଛି ସେଇ ପ୍ରକାର ଦେଖିଲେ ସାଉଲଙ୍କ ଜୀବନରେ ଯାହା ପରମେଶ୍ୱର ମାରିବା ପାଇଁ କହିଛନ୍ତି। ସାଉଲ ତାହାକୁ ମାରିନାହାନ୍ତି, ବଞ୍ଚାଇଛନ୍ତି। ସାଉଲଙ୍କୁ ତାହା ଉତ୍ତମ ଦେଖାଗଲା। ପରମେଶ୍ୱର କହୁଛନ୍ତି, ଯେତେବେଳେ ସାମୁଏଲ ଯାଇକି ପଚାରିଲେ ଏ କଣ ଗୋରୁ ମେଷର ରୋଗ, ସେତେବେଳେ ସାଉଲ କହିଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ପାଇଁ ଏହାକୁ ମୁଁ ରଖିଅଛି। କଣ କହୁଛନ୍ତି ସେଠାରେ? ବଳିଦାନ ଅପେକ୍ଷା ସଦା ପ୍ରଭୁଙ୍କ ବାକ୍ୟ ମନୋଯୋଗୀ ହେବା, ରବ ଶୁଣିବା ଉତ୍ତମ। ପ୍ରଭୁଙ୍କ ଲୋକମାନେ ଆମେ ଅନେକ ପରିଶ୍ରମ କରୁଛୁ, ବାକ୍ୟ ବାହାରେ ଯଦି କିଛି ବି କରିଛୁ ତାହା ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ହେବ ନାହିଁ। ବାକ୍ୟ ବାହାରେ କିଛି ବି କରୁ ଆମକୁ ଉତ୍ତମ ଲାଗିପାରେ। ବାକ୍ୟ ବାହାରେ, ମଣ୍ଡଳୀ ଭିତରେ, ସଭା ଭିତରେ, ଆମ ଜୀବନରେ ବାକ୍ୟ ବାହାରେ। କାଲି ଜଣେ ମତେ କହିଲେ, ଆଜ୍ଞା ଏବେ ଆମର ଝିଅ ମାନେ କଣ ଟିକି ନା ଟିକିଲି କଣ ଏଠି ଲଗେଇବା ଟିକିଲି, ହଁ ଏବେ ଆମର ଝିଅ ମାନେ ସୁନା ପିନ୍ଧି ପିନ୍ଧି ହଜଉଛନ୍ତି, ଏବେ ଏଠି ମଧ୍ୟ ଲଗେଇ ହଉଛନ୍ତି। ଏଇଟା ନୂଆରେ ଏବେ ଆରମ୍ଭ ହେଇଛି ରିଭାଇଭାଲ। ପ୍ରଭୁଙ୍କ ଲୋକମାନେ ତାହା ବିଜାତି ମାନଙ୍କର ଗୋଟିଏ ପ୍ରଥା ଅଟେ, ବିଜାତି ମାନଙ୍କର ଗୋଟିଏ ପ୍ରଥା ଅଟେ। ଯଦି ଆମେ ବେଶୀ ଏ ବିଷୟରେ କଡ଼ା କଥା କହିବା, ସେମାନେ ଆମକୁ ନା ନେଇଦେବେ, ନା ଦେଇଦେବେ। ଏମାନେ ଓଲ୍ଡ ଫ୍ୟାସନ ମାନେ, ଏମାନେ ନୂଆ କଥାକୁ ବୁଝି ପାରୁନାହାନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହା ଆପଣଙ୍କୁ ଉତ୍ତମ ଲାଗୁଛି ତାହା ବାକ୍ୟ ଅନୁମୋଦିତ ଯଦି ନାହିଁ, ତାହେଲେ ମନେ ରଖନ୍ତୁ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ନୁହେଁ, ତାହା ଘୃଣ୍ୟ ଅଟେ। ଆଉ ଶୁଣନ୍ତୁ, ସେଇ ହେତୁରୁ ସାଉଲର ପତନ ଆରମ୍ଭ ହେଲା। କେମିତି ଆରମ୍ଭ ହେଲା? ପରମେଶ୍ୱର ଦେଖିଲେ କି ଏଇ ସାଉଲ ନିଜ ପାଇଁ ଯାହା ଉତ୍ତମ ଲାଗିଲା ତାହା କଲା, ଆମ୍ଭକୁ ଯାହା ଉତ୍ତମ ଲାଗିଲା ତାହା କଲା ନାହିଁ। ଏଣୁ ପରମେଶ୍ୱର ତୃତୀୟ ଉତ୍ତମ ବ୍ୟକ୍ତିକୁ ଖୋଜିଲେ। ପଢନ୍ତୁ ସେଇ ପ୍ରଥମ ସାମୁଏଲ ତାହାର 15-28। ଏଣୁ ସାମୁଏଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀ କି ତାହା ଦେଲେ। ଯଦି ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ହେବା ନାହିଁ, ଶୁଣନ୍ତୁ, ଆମେ ଯାହାକୁ ଉତ୍ତମ ବୋଲି ଧରି ଚାଲିଛୁ, ଯେଉଁ ଜାଗତିକତା, ଯେଉଁ ବାକ୍ୟ ବିରୁଦ୍ଧାଚରଣ, ଶୁଣନ୍ତୁ, ଏହା ଆମକୁ ରକ୍ଷା କରିବ ନାହିଁ। ପରମେଶ୍ୱର ଯଦି ଦେଖିବେ ଆମେ ତାଙ୍କ ଦୃଷ୍ଟିରେ ଉତ୍ତମ ନାହୁଁ, ତେବେ ପରମେଶ୍ୱର ଆମକୁ ଯେଉଁ ଆଶୀର୍ବାଦ ଦେବା ପାଇଁ ରଖିଛନ୍ତି ତାହା ଆମଠାରୁ ଉତ୍ତମ ଲୋକମାନଙ୍କୁ ଦେଇଦେବେ। ସାବଧାନ, ସାବଧାନ। ଏଣୁ କୁହାଗଲା ଉତ୍ତମ ବିଷୟରେ ଆସକ୍ତ ହୁଅ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ମୁତାବକ କର୍ମ କରିବାରେ ଆସକ୍ତ ହୁଅ।
प्रभु लोक मैंने वाक्य मुताबक सकल कर्म करा जाओ मो बारंबार लोक मान को चेतना दे आसी आमर मंडली भितरे आमर अनुष्ठान भितरे आमर व्यक्तिगत जीवन भितरे वाक्य बाहर किछि भी न हेउ जदि किछि भी होछि आमको उत्तम लागि पारे किंतु ताहा जदि वाक्य अनुसार नाही ताहले ताहा ईश्वरक दृष्टि रे उत्तम नाही जदि ताहा उत्तम नाही आमे सेथिरे आसक्त तेबे आमको प्रभु जो सेवा दैछन्ते जो अनुग्रह दैछन्ते जो पदवी दैछन्ते प्रभु जदि देखिबे आमे उत्तम विषय आसक्त न हो तेबे आम ठारू ता छड़ाई नै आम ठारू जे उत्तम तांको दृष्टि रे ताकु से ताहा देबे एनु उत्तम विषय आसक्त हो तृतीय उत्तम विषय जो आमको आसक्त होगा पड़ो ताहूची प्रथम तिमोथी 6:12 विश्वासर उत्तम युद्धरे प्रार्थना कर अनंत जीवन प्रति रख सेथिपाई तो तुम्हें आहत होइछ ओ अनेक साक्षीक साक्षात उत्तम साक्ष्य देइछ विश्वासर उत्तम युद्ध प्रभु को लोक माने फाइट a good fight of faith साधारण युद्ध नहीं भल युद्ध करबा पड़ो मु आपण मान को कहिबा पई चाहे युद्धर कथा जदि आसुछि तारे मन रखंतु आम सामने रे शत्रु अछि पाउल कहिले तिमोथी को विश्वासर उत्तम युद्ध रे प्राणपण कर ख्रिस्टियान जीवन युद्धपूर्ण जीवन अटे द्वितीय तिमोथी 4:6 पढ़तु कारण एबे हे मोर प्राण आहुति परि धरा जाउछि मोर महाप्रयाणर समय उपस्थित उत्तम युद्धरे पाउल केउ युद्ध करुथिले उत्तम युद्ध दे का विरुद्ध रे युद्ध करुथिले पाउलंगर युद्धर शत्रु किए प्रभु के लोक माने बाइबल रे क्रमानुसार अनेक शत्रु अछंती युद्ध करिबा पई मु केतोनी शत्रु मानकर ना कहिबी जा सहित हमको भल युद्ध करिबा पड़िबो एवरीवन चारि पाप विरुद्ध रे युद्ध तुम्हें माने पाप विरुद्ध युद्ध कर प्रथम युद्ध पाप विरुद्ध में द्वितीय युद्ध अभिलाष विरुद्ध में प्रथम भीतर 2 रहेगा यद्यपि अधिक शक्ति हे प्रिय माने तुम्हें विदेशी ओ प्रवासी बोली मु तुमମାନଙ୍କୁ अनुरोध କରୁଅछि शारीरिक अभिलाष गुड़ाकरू विमुख हुओ से गुड़ाक आत्मार विरुद्ध युद्ध करे यह शारीरिक अभिलाष विरुद्ध रे युद्ध प्रभु लोक माने तृतीय युद्ध होछि जगतर अभिलाष विरुद्ध रे जहा जोहन 15 अध्याय तार 33 रे चतुर्थ युद्ध पंचम युद्ध षष्ठ सप्तम युद्ध एफिसियो तार 6 अध्याय 12 पद रे आम्भ मानकर युद्ध मर्त्य विरुद्ध रे नहे जगतपति विरुद्ध रे आधिपत्य विरुद्ध रे कर्तापण विरुद्ध रे आकाशमंडल दुष्टात्मा विरुद्ध रे शैतान चारि दल विरुद्ध रे प्रभु लोक माने आमको युद्ध करिबाक पड़िबो केउ युद्ध शरीर अभिलाष मारिबार युद्ध जगतर अभिलाष मारिबार युद्ध पाप को मारिबार युद्ध शैतान विरुद्ध रे युद्ध ए 7 गोटी युद्ध उपरे आउ गोटे बड़ युद्ध होउछि परमेश्वर सहित युद्ध जदि कहीं से युद्ध रे जय करि नाही ताहले ए 7 गोटी युद्ध के से जय करि पारिबो नाही आदि पुस्तक बाहर करंतु ताहार 32 अध्याय आउ ताहार पढंतु 28 से कहिले तुमे याकूब नामरे आ विख्यात हेबो नाही मात्र इस्राएल परमेश्वर को सहित जोधा नामरे विख्यात हेबो कारण तुमे
ହୋସେୟ ତାର 12 ଅଧ୍ୟାୟ 3-4 ଯାକୁବ କାନ୍ଦି କାନ୍ଦି ଯୁଦ୍ଧ କରିବା କଥା ଲେଖାଅଛି। ଗର୍ଭରେ ସେ ଆପଣ ଭ୍ରାତାର ପାଦମୂଳ ଧରିଲା। ପ୍ରବିଶ୍ୱର ଲୋକମାନେ ଯାକୁବର ଯୁଦ୍ଧ ଉତ୍ତମ ଯୁଦ୍ଧ ଅଟେ। ସାରା ରାତି କ୍ରନ୍ଦନ କରିଛି। ଏହା ସହିତ ଆଉ ଗୋଟିଏ ଉତ୍ତମ କଥା ମୁଁ କହିବି, ଯାହାକି ଈଶ୍ୱରଙ୍କ ଇଚ୍ଛା ସାଧନ। ରୋମିଓ 12 ଅଧ୍ୟାୟ 2 ପଦରେ ଉତ୍ତମ ସୁଗ୍ରାହ୍ୟ ଓ ସିଦ୍ଧ ଈଶ୍ୱରଙ୍କ ଇଚ୍ଛା। ଯଦି ଈଶ୍ୱରଙ୍କ ଇଚ୍ଛାରେ ଆମେ ଆସକ୍ତ ହେଉନା, ପ୍ରଭୁଙ୍କ ଲୋକମାନେ ଉତ୍ତମ ବିଷୟ ଈଶ୍ୱରଙ୍କ ଇଚ୍ଛା ସାଧନ, ବ୍ୟକ୍ତିଗତ ଜୀବନ ହେଉ, ଚାକିରି ହେଉ, ବ୍ୟବସାୟ ହେଉ, ବିବାହ ହେଉ, ମିନିଷ୍ଟ୍ରି ହେଉ, ସବୁ ବିଷୟରେ ଯଦି ଉତ୍ତମ ଆଶୀର୍ବାଦ, ଉତ୍ତମ ପରିଣାମ ଦେଖିବା ପାଇଁ ଚାହୁଁଛନ୍ତି, ଈଶ୍ୱରଙ୍କ ଇଚ୍ଛା କରନ୍ତୁ। ଈଶ୍ୱରଙ୍କ ଇଚ୍ଛା ଉତ୍ତମ ଅଟେ, ଉତ୍ତମ ଅଟେ। ପ୍ରଭୁଙ୍କ ଲୋକମାନେ ଶେଷ ଉତ୍ତମ କଥା, ଯଦି ଆମ୍ଭେମାନେ ଆପଣା ଜୀବନରେ ଶେଷ ଦିନରେ ଉତ୍ତମ ନାମ ପାଇବା ପାଇଁ ଚାହୁଁଛୁ, ହେ ମୋର ଉତ୍ତମ ବିଶ୍ୱସ୍ତ ଦାସ ବୋଲି ଶୁଣିବା ପାଇଁ ଚାହୁଁଛୁ, ବିଶ୍ୱସ୍ତ ହେବାକୁ ପଡ଼ିବ। କାହାକୁ ସେ ଉତ୍ତମ ବୋଲି କହିବେ? ଯୋଉମାନେ ବିଶ୍ୱସ୍ତ, ପଢିବା ଦରକାର ନାହିଁ। ମାତ୍ର 25:23 ଏହି ପ୍ରକାର 5 ଗୋଟି ଉତ୍ତମ ବିଷୟରେ ଯଦି ଆମେ ମାନେ ଆସକ୍ତ, ପ୍ରଭୁଙ୍କ ଲୋକମାନେ ତାହା ଆମକୁ ଶିଥିଳ ହେବାକୁ ଦେବ ନାହିଁ, ଈଶ୍ୱରଙ୍କ ରାଜ୍ୟରୁ ବଞ୍ଚିତ ହେବାକୁ ଦେବ ନାହିଁ। ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ ହେଉ। ଏଣୁକରି ଏ ସମସ୍ତ ଉତ୍ତମ ବିଷୟରେ ସୁସଜ୍ଜିତ ହେବା ପାଇଁ ହେଲେ 2 ତିମୋଥୀ 3 ଅଧ୍ୟାୟ ତାର 16-17 ପଦରେ ସବୁ ପ୍ରକାର ଉତ୍ତମତା ଆସିବା ପାଇଁ ହେଲେ ଗୋଟିଏ ସୁନ୍ଦର ଉପାୟ ଦିଆଯାଇଛି। ତାହା ହେଉଛି ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ଜଣକୁ ଉତ୍ତମ ଲୋକ ଭାବରେ ସଜ୍ଜିତ କରାଇ ପାରିବ। ଏହା ସହିତ ଉତ୍ତମ ବିଷୟରେ ଆସକ୍ତ, এই 5 ଗୋଟି ବିଷୟରେ ଯଦି ଆମେ ଆସକ୍ତ ହେବାକୁ ଚାହୁଁଛୁ, ପ୍ରଭୁଙ୍କ ଲୋକମାନେ ପୂର୍ବରୁ ଯେଉଁଥିରେ ଆମେ ଆସକ୍ତ ତାହା ଛାଡ଼ିବାକୁ ପଡ଼ିବ। 2 ସାମୁଏଲ 13:1 ଅମନ ଆସକ୍ତ ହେଇଗଲା। ତାମର ସହିତ ଯୋଉ ପ୍ରକାର ଆସକ୍ତ, ସେ ଆସକ୍ତ ଗୁଡାକ ଯଦି ଛାଡ଼ି ନାହାନ୍ତି, ଉତ୍ତମ ବିଷୟରେ ଆସକ୍ତ ଆସିବ କେଉଁଠୁ? ସାବଧାନ ହୁଅନ୍ତୁ, ସମୟ ମନ୍ଦ ଅଟେ। ଏଣୁ ଏହି ଦିନ ମାନଙ୍କରେ ଯାହା ସାଉଲ ପରି ଆମକୁ ଭଲ ଲାଗୁଛି ସେଥିରେ ଆସକ୍ତ ନ ହେଉ। ଯାହା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ, ସୁଗ୍ରାହ୍ୟ, ସିଦ୍ଧ, ଯାହା ଉତ୍ତମ ଯୁଦ୍ଧ, ଯାହା ଉତ୍ତମ ଭାଗ, ସେଇଥିରେ ଯଦି ଆମେ ଆସକ୍ତ ହେବୁ, ଶେଷ ଦିନରେ ପ୍ରଭୁ ଆମକୁ କହିବେ ଉତ୍ତମ ବିଶ୍ୱସ୍ତ ଦାସ। ଏହା ସହିତ ଆଉ ଗୋଟିଏ କଥା ସାରିବି, ତାହା ହେଉଛି ରୋମିଓ 12:11 ପଦ। ଆତ୍ମାରେ ଉତ୍ତପ୍ତ ହୁଅ, ପ୍ରଭୁଙ୍କ ସେବା କର। ଉତ୍ତମ ବିଷୟରେ ଆସକ୍ତ ହେଉ ହେଉ ପ୍ରଭୁଙ୍କ ଲୋକମାନେ ଆତ୍ମାରେ ଉତ୍ତପ୍ତ ହେବା ପାଇଁ, ଆତ୍ମାରେ ଉତ୍ତପ୍ତ ହେବା ପାଇଁ 5 ଗୋଟି କଥା ମୁଁ ଅତି ସଂକ୍ଷିପ୍ତରେ କହୁଛି। ନମ୍ବର 1, କେଉଁମାନେ ଆତ୍ମାରେ ଉତ୍ତପ୍ତ ହେଇକି ରହିବେ? ମଣ୍ଡଳୀ ଭିତରେ ବ୍ୟକ୍ତିଗତ ଜୀବନରେ ହେଉ, ଯଦି ଆପଣ ଆତ୍ମାରେ ଉତ୍ତପ୍ତ ହେବା ପାଇଁ ଚାହୁଁଛନ୍ତି, ପ୍ରଥମ ଉପାୟ ହେଉଛି ଈଶ୍ୱରଙ୍କ ବାକ୍ୟ। ଲୁକ 24:32 ପଦ ଟିକେ ପଢ଼ନ୍ତୁ। ସେଥିରେ ସେମାନେ ପରସ୍ପର କହିଲେ,
ଯେତେବେଳେ ପଥ ମଧ୍ୟରେ ସେ ଆମମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ ସେତେବେଳେ କଣ ଆମମାନଙ୍କ ହୃଦୟ ଉତ୍ତପ୍ତ ହେଉନଥିଲା? ଯେତେବେଳେ ଯୀଶୁ କହିବାକୁ ଲାଗିଲେ, ଧ୍ୟାନ ଦିଅନ୍ତୁ, ଯେତେବେଳେ ଇମାଉ ପଥରେ ଗଲା ବେଳକୁ ଶିଷ୍ୟମାନେ ସାଙ୍ଗରେ ଚାଲୁଛନ୍ତି ଆଉ ଯୀଶୁ କଥା ହେଉଛନ୍ତି, ଏମାନଙ୍କ ହୃଦୟ ଶୀତଳ ହେଇଯାଇଥିଲା, ଏମାନେ ଥଣ୍ଡା ପଡି ଯାଇଥିଲେ। ଯେତେବେଳେ ଯୀଶୁ କହିବାକୁ ଲାଗିଲେ ଏମାନଙ୍କ ହୃଦୟ ଉତ୍ତପ୍ତ ହେବାକୁ ଲାଗିଲା। ପ୍ରଭୁଙ୍କ ଲୋକମାନେ ମୁଁ କହିଲେ ହେବ ନାହିଁ, ମଣିଷ କହିଲେ ହେବ ନାହିଁ, ଆପଣ ଠିଆ ହେଲେ ହେବ ନାହିଁ, ତାହା ଯଥେଷ୍ଟ ନୁହେଁ। ପ୍ରଚାରକ ପ୍ରଚାର କଲା ବେଳେ ଯଦି ପ୍ରଭୁ କଥା କହିବେ ହୃଦୟ ଉତ୍ତପ୍ତ ହେବାକୁ ଲାଗିବ। ଯେ କେହି ଠିଆ ହେଉଥିଲା କାହିଁକି, ଯଦି ପ୍ରଭୁ କଥା କହିବେ ଶୋଇଥିବା ଥଣ୍ଡା ପଡିଥିବା ହୃଦୟ ଉତ୍ତପ୍ତ ହେବାକୁ ଲାଗିଲା, ଉତ୍ତପ୍ତ ହେବାକୁ ଲାଗିଲା। କାହାଣୀ କହିଲେ ହେବ ନାହିଁ, ଷ୍ଟୋରି ଶୁଣାଇଲେ ହେବ ନାହିଁ, ଆମ ନିଜ ଜ୍ଞାନ ଖଟାଇଲେ ହେବ ନାହିଁ, ଆମେ ନିଜେ ଯେତେ ରେଡି କଲେ ବି ହେବ ନାହିଁ ଯଦି ପ୍ରଭୁ ଆମ କଥାରେ ସେ କଥା ଦେଉନାହାନ୍ତି। ଯଦି ସେ କହିବେ, ପ୍ରଭୁଙ୍କ ଲୋକମାନେ ଯଦି ଯୀଶୁ କହିବାକୁ ଲାଗିବେ ଶୀତଳ ହୃଦୟ ଉତ୍ତପ୍ତ ହେବାକୁ ଲାଗିବ। କେହି କେହି କହୁଛି ଆଜ୍ଞା ଆମ ମଣ୍ଡଳୀ ବହୁତ ଶୀତଳ ହେଇଗଲା, କେହି କେହି କହୁଛି ଆମ ପରିବାର ବହୁତ ଶୀତଳ ହେଇଗଲା। ମୁଁ କହିବା ପାଇଁ ଚାହେଁ, ପ୍ରଭୁ କଥା ଯଦି କହିବେ ଶୀତଳତା ରହିବ ନାହିଁ, ଉତ୍ତପ୍ତ ହେବାକୁ ଲାଗିଲା। ପ୍ରଭୁ କଥା କହିବା ଦରକାର। ଆଜିର ମଣ୍ଡଳୀରେ ପ୍ରଭୁ କଥା କହିବା ଦରକାର। ଆଜିର ପ୍ରଭୁଙ୍କ ଲୋକମାନଙ୍କ ମୁଖ ଦେଇ ପ୍ରଭୁ କଥା କହିବା ଦରକାର। ମୁଁ ପ୍ରତ୍ୟେକ ସେବକ ମାନଙ୍କୁ ଉତ୍ସାହ ଦେବା ପାଇଁ ଚାହିଁବି, ଆପଣ ଠିଆ ହୁଅନ୍ତୁ କିନ୍ତୁ ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ କହିଲା ବେଳେ ତୁମରି କଥା ବାହାରୁ ଆଉ ଯଦି ପ୍ରଭୁ କଥା କହିବେ ଶୀତଳ ହୃଦୟ ଗୁଡାକ ଉତ୍ତପ୍ତ ହେବାକୁ ଲାଗିଲା। ହାଲେଲୁୟା, ହାଲେଲୁୟା। ଉତ୍ତପ୍ତ ହେବା ପାଇଁ ହେଲେ ଆମେ ଯେତେ ଚେଷ୍ଟା କରୁ, ଯେତେ ରଡ଼ି ଛାଡୁ, ଯେତେ ରେଫରେନ୍ସେସ୍ କହୁ, ଯେତେ ଡିଆଡି କରୁ, ଯଦି ପ୍ରଭୁ କଥା କହିବେ ନାହିଁ କାହାରି ଭିତରେ ଉତ୍ତପ୍ତତା ଆସିବ ନାହିଁ। ଏଣୁ ପ୍ରଭୁଙ୍କ ଲୋକମାନେ ଶୀତଳ ମଣ୍ଡଳୀକୁ, ଶୀତଳ ସମାଜକୁ, ଶୀତଳ ଖ୍ରୀଷ୍ଟିଆନ ଜୀବନକୁ ଉତ୍ତପ୍ତ କରିବା ପାଇଁ ହେଲେ ପ୍ରଭୁ କହିବା ଦରକାର। ଗୋଟିଏ ଜାଗାରେ ଏମିତି ଥିଲା, କର୍ଣ୍ଣେଲିୟଙ୍କ ଘରେ ପିତର ଯାଇଛନ୍ତି, ପ୍ରଥମ ଥର କରି ପିତର ବିଜାତି ମାନଙ୍କ ଭିତରେ ଯାଇଛନ୍ତି, ପିତର ଠିଆ ହେଇଛନ୍ତି। ପିତରଙ୍କ ମୁଖରୁ ଏମିତି ବାକ୍ୟ ବାହାରିଲା, ଏମିତି ବାକ୍ୟ ବାହାରିଲା, ଶୁଣନ୍ତୁ, ସେମାନେ ବିଶ୍ୱାସୀ ମାନେ ନଥିଲେ, କର୍ଣ୍ଣେଲିୟଙ୍କ ଘରେ ଡୁବ ନେଇଥିବା ଲୋକମାନେ ନଥିଲେ, କର୍ଣ୍ଣେଲିୟଙ୍କ ଘରେ ପରିତ୍ରାଣ ପାଇଥିବା ଲୋକ ନଥିଲେ, ଅଶୁଚି ଲୋକ ଥିଲେ। ତାର ଅର୍ଥ ଆଜ୍ଞା, ପୁରୁଣା ବିଶ୍ୱାସୀକୁ ସିନା ଆମେ ଗୀତ ଗାଉ ଗାଉ ସବୁ ନିଆଁ ଲାଗି ଯାଉଛି, ପୁରୁଣା ବିଶ୍ୱାସୀକୁ ସିନା ପ୍ରଚାର କଲା ବେଳକୁ ହାଲେଲୁୟା ବୋଲି ରେସ୍ପଣ୍ଡ ଆସୁଛି, ବିଜାତି ମାନଙ୍କ ଭିତରେ ମନେ କରନ୍ତୁ କଞ୍ଚା କାଠରେ ନିଆଁ ଲଗେଇଲା ପରି ପିତର ଠିଆ ହେଇଗଲେ, ପ୍ରଚାର କଲେ, ଏମିତି ସକ୍ରିୟ ପ୍ରଚାର କଲେ ଯେ ପ୍ରଚାର ଶୁଣିଲା ବେଳେ ସମସ୍ତେ ଆତ୍ମାରେ ପୂର୍ଣ୍ଣ ହେଇଗଲେ। ଈଶ୍ୱରଙ୍କ ବାକ୍ୟରେ ଶକ୍ତି ଅଛି। There is power in the word of God. ଯଦି ସେ କଥା କହିବେ କଞ୍ଚା କାଠରେ ନିଆଁ ଲାଗିପାରିବ, ଯଦି ସେ କଥା କହିବେ ପଥର ମଧ୍ୟ ତରଳିବାକୁ ଲାଗିବ, ଯଦି ସେ କଥା କହିବେ ଅସମ୍ଭବ ସମ୍ଭବ ହେବ। ତାଙ୍କ ବାକ୍ୟ ଭୂମିକୁ ସଞ୍ଚୟ କରି ପକାଏ। ଏଣୁ ଆଜି ମଣ୍ଡଳୀ ଭିତରେ ହେଉ, ଆଜି ବ୍ୟକ୍ତିଗତ ଜୀବନରେ ହେଉ, ଯଦି ଆମର ଶୀତଳ ଜୀବନକୁ ଉତ୍ତପ୍ତ କରିବା ଦରକାର ଅଛି, ନିଆଁ ଲଗେଇବା ପରି ପିତରଙ୍କ ପରି ପ୍ରଭୁଙ୍କ ଦାସ ମାନଙ୍କ ଆବଶ୍ୟକ, ଯେଉଁମାନଙ୍କ ଦେଇ ପ୍ରଭୁ କଥା କହୁଛନ୍ତି। ତାହା ନାହିଁ ତ ଉତ୍ତପ୍ତ ଆମେ ହେଇପାରିବା ନାହିଁ। ଉତ୍ତପ୍ତ ହେବା ପାଇଁ ବାକ୍ୟ ଆବଶ୍ୟକ। ଦ୍ୱିତୀୟ କଥା, ଉତ୍ତପ୍ତ ହେବା ପାଇଁ ଏମିତି ମଧ୍ୟ ଅଛି, ଦ୍ୱିତୀୟ ରାଜାବଳୀ 3:15 ଏଲିଶା ପରି ଜଣେ ପାୱାରଫୁଲ ଲୋକକୁ ଉତ୍ତପ୍ତ ହେବା ପାଇଁ, ରିଭାଇଭ ହେବା ପାଇଁ
गोटे म्यूजिशियन दरकार पड़े एक बाध्य कराण तो बाध्य करा से बाध्य बजाते सदा प्रभु हस्त इलिशाक ऊपर अवस्थान कला। हालेलुया एलिशाक परि लोक जे एलियो कथा दुई गुण पावर पाइछन्ति तांकु मध्य टिके निया हेबा पाई गुडे बाधक दरकार पड़छ। शुणु एमती गोटे गोटे साक्षी गुड़ा को शुणी खंजणी हलो हलो लोक आत्मार पूर्ण हो जाऊँ एमती काम गुड़ाक देखी मृदुग बाजू बाजू लोक मैंने आत्मा डेउथिले प्रभु लोक मैंने आज सेमती हेबा दरकार खाली म्यूजिक बजाइले हेब नहीं एई प्रकार बादक माने आसीबा दरकार जो माने कि महान महान इलिशाक परि प्रभु लोक मानकु उत्तप्त कर देबार अछि उत्तप्त कर देबार अछि। तृतीय उत्तप्त हेबा पाई हेले साधु मानकर सहयोगिता दरकार। प्रथम सामुएल 10:5 पढ़ंतु एवतारी तुमने परमेश्वर पर्वत रे उपस्थित सेठारे पलेस्टीय मानकर प्रहरी सैन्य दल अछंती आउ सेठारे नगर प्रवेश स्थान को आसिले नेबल वो दारा वो बंशी वो बिना नहीं उच्चस्थल ओह्लाई आसबार एक दल भविष्य वक्ता सहित तुम्हार साक्षात हेब से भविष्य वाक्य प्रचार करुवे सेतेबेले सदाप्रभु आत्मा तुम्भको आक्रांत करिवे गोटे भविष्य वक्ता मानकर दल गिफ्टेड सेवक मानकर दल जेतेबेले से दल को सामुएल गड़ी छंती से दल प्रभु लोक माने एमती गोटे दल एमती गोटे प्रोफेटिक स्कूल चली एमती गोटे प्रेयर टीम थिला जेउ दल विषय सामुएल कहउछंती साउल को कहउछंती तुमे खाली देखिबो से माने देखु देखु जनक हाथ रे दारा अछि बीणा अछि आ से माने बजौछंती से माने बजेला बेले को तुमे साक्षात कला बेले को तुमे आत्मा रे परिपूर्ण हे जिवो आ तुमे परिवर्तित हे जिवो नुआ लोक हे जिवो पुराना साउल रहिबो नाही। हालेलुया साधु मानकर सहभागिता आज सेमती लोक दरकार अच्छे जो मान साक्षात करू करू आम जीवन बदलबार जो मान देखू देखू आम भितर पावर चार्ज कर जो मान भेटू भेटू आम भितर उद्दीपना आसबार साधु मानकर सहभागिता एलिशाक मरी जाइथिला अस्थि उपरे गोटे मढ़ रखु रखु से जीवन पाइबा मरी गले नथियो एलिशाक अस्थि रे काम होछि साधु मानकर जीवन प्रभु को लोक माने यदि आप शीतल पड़ी जाइछंती साधु मानक डकांतु मंडली रे डकांतु उपवास प्रार्थना रखंतु चतुर्थ उपाय उपवास प्रार्थना कांदंतु उपवास प्रार्थना चतुर्थ उपाय उपवास प्रार्थना प्रेरित 1:14 10 दिन काल से माने उपवास रे लेखा नहीं उपवास कले बोली किंतु से माने अपेक्षा रे थिले खाइबा को जाई नंती सोइबा को जाई नंती गाधोई नंती बाइबल स्कॉलर माने कहउछंती से माने जलखिया खाई नंती रात्रि भोजन खाई नंती जेहेतु यीशु कहउछंती अपेक्षा रे थाओ मु पिता को कहिबी पिता चुंभ मानव पाई आउ जन को पठाइबे से आसीले तुमे माने शक्ति प्राप्त हो ए माने घर छाड़ी चाकरी छाड़ी जीविका छाड़ी आसी एबे माने 10 दिन हो गला दोष करी नहंती जलखिया भूली जाइछंती सोइबा भूली जाइछंती खाइबा भूली जाइछंती अब हमर उपवास केमती चलछे उपवास बोले 5टा ते कष्ट होछि तारपरे कुटकुटा करे सकाळ घंटा दिन बेला घंटा एठी आम मंडली गुड़ाक सुखिला हाड़ जीवन ना है प्रभु को लोक मैंने मु कहबा चाहे
ମୁଁ କହିବା ପାଇଁ ଚାହେଁ ଉପବାସରେ ସମକ୍ଷେପଣ କରନ୍ତୁ। ସେମାନେ ସେଇ ଦିନ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ। ଜିସାୟ 40:31 ଲେଖାଗଲା ପରି ପଢିବା ଦରକାର ନାହିଁ। ଅପେକ୍ଷା କରିବା ଲୋକମାନେ ନୂଆ ନୂଆ ବଳ ପାଇବେ, ନୂଆ ନୂଆ ବଳ ପାଇବେ। ପ୍ରଭୁଙ୍କ ଲୋକମାନେ ପୁରୁଣା ବଳରେ ଚଳିବ ନାହିଁ। ସମୟ ଚାଲି ଯାଇଛି, ସବୁବେଳେ ନୂଆ ନୂଆ ବଳ ପାଇବାକୁ ହେବ। ଶେଷ କଥା, ଯଦି ଆପଣ ଉତ୍ତପ୍ତ ହେବେ ନାହିଁ, ଶୁଣନ୍ତୁ, ପ୍ରଭୁ ଯଦି ଉତ୍ତପ୍ତ କରେଇବେ ସେଟା ମହଙ୍ଗା ପଡିବ। ଆଉ ଥରେ କହୁଛି, ଯଦି ଆପଣ ଉତ୍ତପ୍ତ ହେବେ ନାହିଁ, ବାକ୍ୟ ଶୁଣିଲେ ହିଁ ଆପଣ ଶକ୍ତ ବିବ ହେଇକି ରହିବେ। ଯଦି ଆପଣ ଉତ୍ତପ୍ତ ହେବେ ନାହିଁ, ପ୍ରାର୍ଥନା ଜୀବନକୁ ଉତ୍ତପ୍ତ କରିବେ ନାହିଁ, ବାକ୍ୟ ଧ୍ୟାନକୁ ଉତ୍ତପ୍ତ କରିବେ ନାହିଁ, ଉପବାସରେ ଉତ୍ତପ୍ତ ହେବାକୁ ଚେଷ୍ଟା କରିବେ ନାହିଁ, ତାହେଲେ ପଞ୍ଚମ ଉପାୟ ତାହା ପ୍ରଭୁ କରିବେ, ଆଉ ତାହା ମହଙ୍ଗା ପଡିବ। ତାହା କଣ ଅଟେ? ପ୍ରକାଶିତ 3:17 ଜଲ୍ଦି ପଢନ୍ତୁ। ତୁମେ କହୁଛ ମୁଁ ବହୁତ ସମ୍ପତ୍ତି ଅଛି, ତୁମେ କହୁଅଛ ସତ ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ। ମାତ୍ର ତୁମେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଏହା ଜାଣୁ ନାହିଁ। 19 ପଦ। ଆମେ ଯେତେ ଲୋକଙ୍କୁ ଭଲ ପାଉ, ସେମାନଙ୍କୁ ଅନୁଯୋଗ ଓ ଶାସନ କରୁଥାଉ। ଅତଏବ ଉଚ୍ଚକି ହୋଇ ମନ ପରିବର୍ତ୍ତନ କର। ଶୁଣନ୍ତୁ, ଯେଉଁମାନେ ଈଶଦୁଷ୍ମ ହେଇଯାଇଛନ୍ତି, ଲାଓଦିକିଆ ମଣ୍ଡଳୀକୁ ପ୍ରଭୁଙ୍କର ବାଣୀ, ଉଚ୍ଚକି ହୋଇ ପରିବର୍ତ୍ତନ ହୁଅ। କାହିଁକି? ଯେତେ ଲୋକକୁ ଆମେ ଭଲ ପାଉ, ସେମାନଙ୍କୁ ଶାସନ କରୁ। ଯଦି ଆପଣ ବାରମ୍ବାର ବାକ୍ୟ ଶୁଣିଲେ ହେଁ ଫେରିବେ ନାହିଁ, ପରମେଶ୍ୱର ଶେଷ ଉପାୟ ବ୍ୟବହାର କରିବେ, ଶାସନ ଆରମ୍ଭ କରିବେ। बाइबल 2 जनकर ना कहबी, शासन आरंभ हेउ हेउ मर्दाना क्या करता, बाप बाप बोल के मन फिराने लगा। प्रथम व्यक्ति हेले सामसन, परिवर्तन हेबा चाहू नथिले। सामसन जेतेबेले परमेश्वर शासन कले, चक्षु को पाड़ी दिया गला, बल छाली गला, चक्की पेशिबाकू लागिले, बंदी गृहरे पड़िले। परमेश्वर शासन करती, एमिति शासन हेला जे बंदी गृहरे अनुताप कले, आ फेरिले। एथिरे कोन हेला? ताको जीवन रे जेतिकी काम हेई नाही, ताकर मरण काल रे ताको अधिक काम। परमेश्वर जदि चेष्टा करती, से केबे विफल होती। से कथारे कहती, शुणिबु नाही, शासन करती। आ तांको शासन धर्म पक्षरे बाहुड़िब, तांको शासन धर्म पक्षरे बाहुड़िब। दाऊद व्यभिचारी हेले, प्रभु दंड देले, शासन कले, तांको पुओ को आघात कले। किंतु सेई अध्याय परे दाऊद जीवन रे आ फेलियर आसी नाही। दाऊद बाइबल रो एते धार्मिक राजा हेले, जेउ गर्भ सूची करिथिले, सेई गर्भ को प्रभु सूची कले, आ सेई वंशावली रे हमर प्रभु यीशु ख्रीष्ट आसी। हालेलुया, हालेलुया। एणु जदि कहीं शीतल हो जाइछ, दाऊद परी, सामसन परी पापरे पड़ी जाइछ, जदि प्रभु शासन करुछंती, अनुताप कर, फेर। जहाँ दिन असुचि होइछला, प्रभु सेई गर्भ को सूची कले, आ सेई वंशावली रे यीशु ख्रीष्ट आसिले। आम प्रभु जहाँ को सूची करंती, ताकू के असुचि करिवो? आम प्रभु जहाँ को गढ़ंती, ताकू के बिगाड़िवो? सदा प्रभु जहाँ सपक्षे ठिया हेबे, तार के विपक्ष। एणु प्रभु को लोक माने मु आपण मानकु कहिबा पई चाहे, उच्चरे शीतल न होई आत्मारे उत्तप्त हेबा पई एई सकल पंथा अवलंबन करंतु। आसंतु चक्षु बंद करंतु, मु प्रार्थना करिबि।